ଆସନ୍ତୁ ଶୁଣିବା ଗୋଦାବରୀଶ ମିଶ୍ରଙ୍କ ଗଳ୍ପ ବଡ଼ ପୁଅ। ଶୁଣିବା ଏହି ଗଳ୍ପର ପ୍ରଥମ ଭାଗ। ଶୀର୍ଣ୍ଣ ବିଷର୍ଣ୍ଣ ଅବସନ୍ନ ନଟବର କେତେବେଳେ ବାଟରେ କେତେବେଳେ ବା ଅଣବାଟେ ଅତ୍ୟନ୍ତ ଭାବିତ ଆନ୍ଦୋଳିତ ଏବଂ ବ୍ୟତିବ୍ୟସ୍ତ ହୋଇ ଯାଉଥିବାର ଦେଖି କୃଷ୍ଣ ସେଦିନ କୌତୂହଳରେ ଅନେକ ଦୂର ପଛେ ପଛେ ଯାଇ ଶେଷରେ ପଚାରିଲା, ଆପଣ ଯାଉଛନ୍ତି କେଉଁଆଡ଼େ? ସେପରି କେଉଁଆଡ଼େ ନୁହେଁ ବାପ କହି ନଟବର ସେ ପ୍ରଶ୍ନର ଉତ୍ତର ଦେଲେ ଏବଂ ସେହିପରି ଚାଲିବାରେ ଲାଗିଲେ। କୃଷ୍ଣ ପଛେ ପଛେ ଅନୁସରଣ କରି ଗଲା। ଏଣିକି ଯେ ବାଟ ଖରାପ ପଡ଼ିବ, ବେଳ ମଧ୍ୟ ବେଶୀ ହେଲାଣି, ଏଠାରୁ ଫେରିବା ଦରକାର। ମୁଁ ତ ଫେରିଛି, ତୁ ଏଠାରେ ରହ ବାପା, ମୁଁ ଯାଏ। ତୁ ଗାଁ ପାଖ ଛାଡ଼ି ମୋ ସାଙ୍ଗେ କାହିଁକି ଆସୁଛୁ? ଆପଣ ଯିବେ କେଉଁଠାକୁ? ଘରକୁ ଯିବି ବାପା। ଏ ତ ଘରଠାରୁ ବିପରୀତ ଦିଗରେ, କ୍ରମେ ଦୂରକୁ ଦୂରକୁ ଯାଉଛନ୍ତି। ହଁ, ଶେଷରେ ଯାଇ ତ ଘରେ ପହଞ୍ଚିବି ପୁଣି। ନଟବରଙ୍କର କୋଷ୍ଠୀ ଠିକ୍ ନଥିବାରୁ ତାଙ୍କ ବୟସ ଠିକ୍ ଜାଣି ହୁଏ ନାହିଁ। ତେବେ ପାଖ ଜିନିଷ ଆଖିକି ଭଲ ଦିଶେ ନାହିଁ। ବିନା ପ୍ରଚକ୍ଷୁରେ ପୋଥି କି କିତାପ ପଢ଼ି ହୁଏ ନାହିଁ। ସେଥିରୁ 40 ହୋଇଥିବାର ଅନୁମାନ ହୁଏ। ମୁଣ୍ଡର ପାଚିଲା ବାଳର ପରିମାଣ ଦ୍ୱାରା ଏ ଅନୁମାନ ସିଦ୍ଧାନ୍ତର ଦୃଢ଼ତା ଲାଭ କରେ। ସେ ବିବାହ କରିବାର ପ୍ରାୟ 20 ବର୍ଷ ହେଲାଣି। ବଡ଼ ବୟସ ଖସିଲେ କିଏ ତାଙ୍କର ଓ ତାଙ୍କ ଭାର୍ଯ୍ୟା ବିମଳାଙ୍କର ହାଲଚାଲ ବୁଝିବ? ଖୁଆଇ ପିଆଇ ହେପାଜତରେ ରଖିବ, ତାହା ହିଁ ତାଙ୍କର ଚିନ୍ତାର ବିଷୟ। ସେ କଥା ସମ୍ପୂର୍ଣ୍ଣ ଠିକ୍ ନୁହେଁ। ବିମଳା ବନ୍ଧ୍ୟା, ସେଥିପାଇଁ ସେ ବର ଭାର୍ଯ୍ୟା ଦୁହିଁଙ୍କ ମଧ୍ୟରୁ କିଏ ଦାୟୀ ତାହା ଠିକ୍ ନ ବୁଝି ମଧ୍ୟ ବିମଳା ନିଜ ମୁଣ୍ଡର ପ୍ରଚଣ୍ଡ ପ୍ରଗଳ୍ଭତା ନିରୀହ ପ୍ରତିବାଦ ଶୂନ୍ୟ ନଟବରଙ୍କ ଉପରେ ସର୍ବଦା ଢାଳିବାରେ ଲାଗିଥାନ୍ତି। ବିମଳା ପାଠ ପଢ଼ିନଥିଲେ, କିଛି ଶିକ୍ଷା ପାଇନଥିଲେ। ଉପନ୍ୟାସର ଭାବରେ ଅଳ୍ପାଧିକ ଅନୁପ୍ରାଣିତ ହୋଇ ଉନ୍ନତ ଭାଷାର ଅଳଙ୍କାର ଆଦିରେ ନିଜର ଜିହ୍ୱାକୁ କେତେକ ପରିମାଣରେ ମଣ୍ଡିତ କରିବାର ସୁବିଧା ପାଇଥିଲେ। ସେ ସ୍ୱାମୀଙ୍କ ପ୍ରତି ତାଙ୍କର ଦୈନନ୍ଦିନ ବକ୍ତବ୍ୟର ଧ୍ରୁବ ଅଂଶଟି ନିତାନ୍ତ ଗାଉଁଲି କଥାରେ ରୁକ୍ଷ ଭାବରେ ପ୍ରକାଶ ନ କରି ଶୁଦ୍ଧ ସରଳ ଭାଷାରେ କହୁଥାନ୍ତେ। ଏ ଦଗ୍ଧ ମୁଖର ପାଣି ଗ୍ରହଣ କରି ମୁଁ ବନ୍ଧ୍ୟା ହୋଇ ରହିଲି। ବିଧବା ହୋଇ ଉପବେଶନ କରିଥିଲେ କ'ଣ ଭାସମାନ ହୋଇଯାଉଥିଲା? ଏବେ ବିମଳାଙ୍କ ଅପ୍ରକାଶିତ ଅସନ୍ତୋଷ ଏବଂ ପ୍ରକାଶିତ ଭର୍ତ୍ସନା, ତହିଁରେ ପୁଣି କେତେକ ପରିମାଣରେ ଭବିଷ୍ୟତ ଚିନ୍ତା। ଏଥିରେ ଘାରି ହୋଇ ନଟବର ସଦାସର୍ବଦା ବଡ଼ ଦୁଃଖ ଭାବନାରେ ଥାନ୍ତି। ପୁଅଟିଏ ପାଇଁ ଝୁରି ଝୁରି ପୁଅ ହେଲା ନାହିଁ। ଏପରି କିଛି ବିଷୟ ସମ୍ପତ୍ତି ନାହିଁ ଯେ ଲୋକେ ପୋଷ୍ୟପୁତ୍ର ଦେବେ। ଘର ଭିତରେ ପ୍ରାୟ 15 ବର୍ଷ ଭାବି ଭାବି ନଟବର ଗତ କେତେ ଦିନ ହେଲା ବିମଳାଙ୍କ ବାକ୍ୟ ଲହରୀର ସ୍ରୋତରେ ଭାସି ଘର ଭିତରୁ ନିତି ସକାଳେ ପଦାକୁ ବାହାରି ଆସନ୍ତି। ରୋଜ କୃଷ୍ଣ ସଙ୍ଗେ ତାଙ୍କର ଦେଖା ହୁଏ, କଥାବାର୍ତ୍ତା ମଧ୍ୟ ନାନା ବିଷୟରେ ପଡ଼େ। ମାତ୍ର ନଟବର ଭିତରର କଥା କେବେ କିଛି କହିନାହାନ୍ତି। ନୀତି ନୀତି ଦୁଃଖ କଷ୍ଟ ବେଳେ କୃଷ୍ଣଙ୍କୁ ଦେଖି ତା ସଙ୍ଗେ କଥାବାର୍ତ୍ତା ହେବାରେ ସେ ଦୁଃଖ କଷ୍ଟ କେତେକ ଭୁଲି ତା ପ୍ରତି ତାଙ୍କ ମନରେ ଏକ ଅଦୃଶ୍ୟ ଅକଥନୀୟ ଆକର୍ଷଣ ଜନ୍ମିଛି। ଅନେକ ପରିମାଣରେ ସେ ତାକୁ ବାଟରେ ଦେଖିବ ବୋଲି ଘରୁ ଆସନ୍ତି। ନୋହିଲେ ବିମଳାଙ୍କ ବାକ୍ୟ ତରଙ୍ଗ ତଳେ ସେ ନୀରବରେ ମୁଣ୍ଡ ପୋତି ବାହାରର କୌଣସି ଆନ୍ଦୋଳନ ଅନୁଭବ ନ କରି ଘର ଭିତରେ ରହିପାରନ୍ତେ। ବିଳମ୍ବ ହେଲେ କାଳେ ବାଟରେ କୃଷ୍ଣ ସାଙ୍ଗେ ଦେଖା ନ ହେବ, ସେଥିପାଇଁ ବିମଳାଙ୍କ ବାକ୍ୟସ୍ରୋତ ବହିବା ପୂର୍ବରୁ ମଧ୍ୟ ଅନେକ ସମୟରେ ସେ ଘରୁ ବାହାରି ପଡ଼ନ୍ତି। ସୁତରାଂ ନଟବରଙ୍କୁ ଦେଖିବା ନିମନ୍ତେ କୃଷ୍ଣକୁ ଅପେକ୍ଷା କରିବାକୁ ପଡ଼େ ନାହିଁ। ପଡ଼ୁଥିଲେ ମଧ୍ୟ ସେ କରୁଥାନ୍ତା। ତା ସଙ୍ଗେ କଥାବାର୍ତ୍ତା ହେବା ଦ୍ୱାରା ନଟବରଙ୍କ ଦୁଃଖ ଯେ କେତେକ ପରିମାଣରେ ଉଣା ହୁଏ ତାହା ସେ ବୁଝିପାରିଛି। ସୁତରାଂ ସେ ମଧ୍ୟ ଘରୁ ତରତର ହୋଇ ବାହାରି ଆସେ। ନଟବର ପହଞ୍ଚିବା ପୂର୍ବରୁ ତାଙ୍କ ଯିବା ବାଟରେ ଠିଆ ହୋଇଥିବ ବୋଲି। କେତେ ଦିନର କଥାବାର୍ତ୍ତା ଓ ସମ୍ପର୍କରେ କୃଷ୍ଣ ବୁଝିପାରିଛି ଯେ ତା ଛଡ଼ା ନଟବରଙ୍କ ସାନ୍ତ୍ୱନାର ବସ୍ତୁ ପୃଥିବୀରେ ଆଉ କିଛି ନାହିଁ। ନଟବର ମଧ୍ୟ ସେ କଥା ବୁଝିଥିବାରୁ ନିଜ ହୃଦୟ ମଧ୍ୟରେ ସର୍ବଦା ଏକ ଭୀଷଣ ଯୁଦ୍ଧର ଅନୁଭବ କରନ୍ତି। ତାଙ୍କ ବିବେକ ବାରମ୍ବାର ତାଙ୍କୁ କହିଛି, ନା, ସେ ଯେ ପର ପିଲା, ତଥାପି ସେ ତାକୁ ଏକା ବେଳକେ ଛାଡ଼ି ପାରୁନାହାନ୍ତି। ତାକୁ ଦେଖିବା ନିମନ୍ତେ ଶୀର୍ଣ୍ଣ ଦୁର୍ବଳ ଦେହରେ ରୋଜ ସକାଳୁ ଶ୍ରମ ସ୍ୱୀକାର କରି ଘରୁ ପ୍ରାୟ 1.5 କୋଶ ବାଟ ଚାଲି ଆସନ୍ତି। ସକାଳ ହେଲେ କିପରି ଚନ୍ଦ୍ରପୁର ବାଟେ ବୁଲିଯିବେ, ସେହି ଭାବନାରେ ପ୍ରାୟ ପ୍ରତ୍ୟେକ ଶେଷ ରାତ୍ରରେ ତାଙ୍କର ଭଲ ନିଦ ହୁଏ ନାହିଁ। କୃଷ୍ଣଙ୍କୁ ଦେଖିଲେ ସେ ବେଳେବେଳେ ଅନେକ ପରିମାଣରେ ପାଗଳ ପରି ହୋଇଯାନ୍ତି। କ'ଣ କର୍ତ୍ତବ୍ୟ ଠିକ୍ ବୁଝିପାରନ୍ତି ନାହିଁ।
ଆଜି ସେ ଘରୁ ଅନେକ ସମୟ ହେଲା ଆସିଲେଣି। ଅବଶ୍ୟ ସେ ଅନୁପାତରେ ଚାଲିଛନ୍ତି ଅତି ଅଳ୍ପ ବାଟ ଚାଲିବା ତ ତାଙ୍କର ଉଦ୍ଦେଶ୍ୟ ନୁହେଁ ଯେ ହିସାବ କରି ଘଡ଼ିକେ କୋଷେ ଚାଲିବେ। କାଳି ଅନ୍ଧାରରୁ ବିମଳା ସେଜରୁ ଉଠିବା ପୂର୍ବରୁ ଘରୁ ବାହାରି ଆସିଛନ୍ତି। ଚନ୍ଦ୍ରପୁର ଗ୍ରାମ ନିକଟରେ ପହଞ୍ଚି କୃଷ୍ଣ ସହିତ ଦେଖା ହୋଇଛି। ଏବେ କୃଷ୍ଣଙ୍କୁ ଦେଖି ତାଙ୍କ ମନର ତୁଳାଦଣ୍ଡ ଦୋହଲି ଯାଇଛି। ତହିଁରେ ପୁଣି ଭାବୁଛନ୍ତି ଯେ ସବୁଦିନ ପରି ଘରକୁ ଫେରିବେ ଏବଂ ଫେରିଲେ ନଦୀ ମୁହାଣରେ ଜୁଆର ସମୟରେ ଭାସି ଆସିଲା କାଠଖଣ୍ଡ ପରି ବିମଳାଙ୍କ ଗାଳି ଭର୍ଚ୍ଛନା ସ୍ରୋତରେ ପୁଣି ହୁଏତ ପଦାକୁ ବାହୁଡ଼ି ଆସିବାକୁ ହେବ ଏବଂ ଏହି ଚିନ୍ତାରେ ଭାଜି ପଡ଼ୁଛନ୍ତି। ସୁତରାଂ ସେ କେଉଁଆଡ଼େ ଯାଉଛନ୍ତି ଏବଂ କେଉଁଆଡ଼େ ଯିବା ତାଙ୍କର ଆବଶ୍ୟକ ଏସବୁ ସେ କିଛି ବୁଝିପାରୁନଥିଲେ। କୃଷ୍ଣର ମନର ଭାବ ଗଳା ପର୍ଯ୍ୟନ୍ତ ଉଠି ଆସିଥିଲା। ଗତ କେତେଦିନ ହେବ ସେ ତାହାକୁ ଅତ୍ୟନ୍ତ କଷ୍ଟରେ ମାଡ଼ି ରଖିଥିଲା। ମାତ୍ର ଆଜି ସେ ଭାବ ଅଧିକ ହୋଇ ଫୁଲି ଉଠିବାରୁ ସେ ସଂକୋଚ ଓ ସୌଜନ୍ୟର ସ୍ୱାଭାବିକ ଅବରୋଧ ଅତିକ୍ରମ କରି କହି ପକାଇଲା, ଆପଣ ମନରୁ ଦୁଃଖ ଛାଡ଼ନ୍ତୁ, ମୁଁ ଆପଣଙ୍କର, ମୋତେ କୁହନ୍ତୁ ମୁଁ କ'ଣ କରିପାରେ। ସେ ଯେ କ'ଣ କରିପାରେ ତାହା ସେ ଜାଣିଥିଲା। ନଟବର ଠିକ୍ ରୂପେ ଜାଣିନଥିଲେ ସୁଦ୍ଧା ଅନୁମାନ କରିଥିଲେ। ମାତ୍ର କୃଷ୍ଣର କଥା ଶୁଣି ନଟବର ତୁଣ୍ଡ ଫିଟାଇ ଉତ୍ତରରେ କିଛି କହିଲେ ନାହିଁ କି କୃଷ୍ଣ କାନରେ କିଛି ଶୁଣିଲା ନାହିଁ। ଅନେକ ସମୟ ଚାଲିଲା ପରେ ନଟବର ପୁନରାୟ କୃଷ୍ଣଙ୍କୁ କହିଲେ, ବାପା ଖରା ହେଲାଣି, ଘରକୁ ଯା, ବାପା ମା ଚାହିଁଥିବେ କହି ନଟବର ହାତରେ ନିଜର ଆଖି ପୋଛିଲେ। ଉଭୟ ଆଖିରେ ଲୁହ ଛଳଛଳ ହେଉଥିଲା। କୃଷ୍ଣ କିଛି କହିପାରିଲା ନାହିଁ। ନଟବରଙ୍କ ଅନୁରୋଧ ଧ୍ୱନି ପ୍ରତିଧ୍ୱନି ତା କାନରେ ବାଜୁଥିଲା। ନଟବର ନିଜ ଘର ଆଡ଼କୁ ଫେରୁଛନ୍ତି ଦେଖି ସେ ନୀରବ ଭାବରେ ବିଦାୟ ନେଇ ଚାଲିଗଲା। କୃଷ୍ଣ ଜଣେ ଖାନଦାନ ଘରର ପିଲା, ବାପା ମାଙ୍କର ବଡ଼ ପୁଅ, ବୟସ 16 ବର୍ଷ। ତା ତଳେ ଗୋଟିଏ ଭାଇ, ପଢ଼ାଶୁଣା ବେଶ କରିଛି। ତାର ଗୋଟିଏ ବିଶେଷତ୍ୱ ଯେ ବିଦ୍ୟାଳୟର ସହପାଠୀମାନେ ସୂର୍ଯ୍ୟମୁଖୀ ଲତାର ଛୋଟ ଛୋଟ ଡାଳି ଫୁଲଗୁଡ଼ିକ ଅସଲ ଡେମ୍ଫର ଫୁଲ ନିକଟରେ ମୁଣ୍ଡ ନୁଆଇ ରହିଲା ପରି ତାକୁ ସମସ୍ତେ ମାନି ଚଳନ୍ତି। ସକଳ ବିଷୟରେ ତା ସହିତ ପରାମର୍ଶ କରି କାର୍ଯ୍ୟ କରନ୍ତି। ତାର କଥା କହିବା, ହସିବା, ଚାଲିବା ରୀତି, ପିନ୍ଧିବା ଢଙ୍ଗ ଅନ୍ୟାନ୍ୟ ପିଲାମାନଙ୍କର ଅନୁକରଣର ବିଷୟ। ତାର ରୂପ, ଗୁଣ ଓ ବିଭବ ଦେଖି ଏତେ ଅଳ୍ପ ବୟସରେ ମଧ୍ୟ କେତେ ଲୋକ ବିବାହ ପ୍ରସଙ୍ଗ ନେଇ ଆସିଲେଣି। ବାପା ଟାଲଟୁଳ ନ କରି ମାଙ୍କ କଥାରେ ଚଳିଥିଲେ। କୃଷ୍ଣ ବର୍ଷେ ହେଲା କୁଞ୍ଜପୁର ଜମିଦାରଙ୍କ ଘରେ ବିବାହ ହୋଇ ସାରନ୍ତାଣି। ନଟବରଙ୍କ ସଙ୍ଗେ କୃଷ୍ଣର ସାକ୍ଷାତ କଥାବାର୍ତ୍ତା ସବୁ ଚନ୍ଦ୍ରପୁର ଗ୍ରାମର ତୋଟାରେ, ନଟବରଙ୍କ ବୁଲିଯିବା ବାଟରେ। ନଟବର ନିଜ ଘରୁ ଆସି ଚନ୍ଦ୍ରପୁର ନିକଟରେ ପହଞ୍ଚିଲେ କୃଷ୍ଣ ତାଙ୍କ ସହିତ ଯୋଗ ଦିଏ। ଉଭୟ ବାଟ ଚାଲୁ ଚାଲୁ କଥାବାର୍ତ୍ତା ହୁଅନ୍ତି, ଆମ୍ବ ଗଛ ମୂଳେ ବସି ଗଳ୍ପ କରନ୍ତି। ନଟବର ବେଶ ଜ୍ଞାନୀ ବ୍ୟକ୍ତି, କିନ୍ତୁ କୃଷ୍ଣ ତାଙ୍କ ଜ୍ଞାନରେ ମୁଗ୍ଧ ନୁହେଁ। ନଟବରଙ୍କର ଗୋଟିଏ ଗୁଣ କୃଷ୍ଣର ହୃଦୟରେ ଛାପ ମାଇଲା ପରି ଲାଗି ରହିଛି। ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଦିନେ ଶୀତ କାଳରେ ଜଣେ ଦରିଦ୍ର ଲୋକ ପୁଙ୍ଗା ହୋଇ ଶୀତରେ ଥୁରଥୁର ହେଉଥିବାର ଦେଖି ସେ ନିଜର ଘୋଡ଼େଇ ହେଲାଟି ତାକୁ ଦେଇଦେଲେ। କୃଷ୍ଣ ତାହା ଦେଖିଲା। ଆଉ ଦିନେ ଦୁଇଟି ବାଳିକା ପଡ଼ିଆରେ ଘାସପତ୍ର ଖାଇବା ନିମନ୍ତେ ତୋଳୁଥିଲେ। କୃଷ୍ଣ ସେମାନଙ୍କୁ ପଚାରିଲା, ଏ ପତ୍ର କ'ଣ କରିବ ପିଲାଏ? ସେମାନେ ଉତ୍ତର ଦେବା ପୂର୍ବରୁ ନଟବର କହିଲେ କି ଖାଇବେ ବୋଲି ନେଉଛନ୍ତି। ଭଗବାନ ଏ ଲୋକଙ୍କୁ କି ଦୁଃଖରେ ରଖିଛନ୍ତି, ଏମାନଙ୍କ ତୁଳନାରେ ମୁଁ କେଡ଼େ ସୁଖରେ ଅଛି। ଏହା କହି ନଟବର ଦୀର୍ଘଶ୍ୱାସ ପକାଇଲେ। ସଙ୍ଗେ ସଙ୍ଗେ ଆଖିରୁ ଲୁହଧାର ଗଡ଼ି ପଡ଼ିଲା। ମନୁଷ୍ୟ ହୃଦୟରେ ଯେଉଁ ଗୁଣ ଖୋଜେ କୃଷ୍ଣ ନଟବରଙ୍କଠାରେ ତାହା ପାଇଥିଲା। ସୁତରାଂ ସେ ତାଙ୍କଠାରେ ନିଜର କୋମଳ ଜୀବନ ମନେ ମନେ ଅର୍ପଣ କରିଥିଲା। କିନ୍ତୁ ସେ ବଡ଼ ଲାଜକୁଳା ପିଲା। ନିଜର ବ୍ୟବହାରରେ କୌଣସି ପ୍ରକାର ପ୍ରଗଳ୍ଭତା ଦେଖାଇବା ତାର ସ୍ୱଭାବ ବିରୁଦ୍ଧ। ସେଥିପାଇଁ ଏତେ ଦିନ ନଟବରଙ୍କ ସହିତ ତାର ପରିଚୟ ଓ ଘନିଷ୍ଠତା ହୋଇଥିଲେ ସୁଦ୍ଧା ସମଗୁଣ ବିଶିଷ୍ଟ ଚୁମ୍ବକ ଦୁଇଟି ପରସ୍ପରଠାରୁ ମୁହଁ ବୁଲାଇ ଦୂରକୁ ଘୁଞ୍ଚିଲା ପରି ସେ ନଟବରଙ୍କଠାରୁ ଦୂରରେ ରହୁଥିଲା। ଏତେ ଦିନ ମଧ୍ୟରେ ଦିନେ ନଟବରଙ୍କ ଘରେ ସେ ପାଦ ପକାଇ ନାହିଁ। ନଟବର ତାକୁ ସାହସ କରି ଦିନେ ଡାକି ମଧ୍ୟ ନାହାନ୍ତି। ଆଜି ସେ ନଟବରଙ୍କ ଅନୁରୋଧ ଅନୁସାରେ ତାଙ୍କୁ ଛାଡ଼ି ଘରକୁ ଚାଲିଗଲା ଅବଶ୍ୟ, କିନ୍ତୁ ଘରେ ତାର ମନ ମାନିଲା ନାହିଁ। କଳର ପିତୁଳା ପରି ସେ ଗାଧୋଇବା, ଖାଇବା ଆଦି ଦୈନନ୍ଦିନ କ୍ରିୟାମାନ କରିଗଲା। କିନ୍ତୁ ମନରେ ରହିଲା ନଟବର ଯେ ଏତେ ଦୁଃଖରେ ଘରକୁ ଫେରିଲେ ସେ ଘରେ ଯାଇ କ'ଣ କରିଥିବେ, କିପରି ରହିଥିବେ। ଦିନେ ସନ୍ଧ୍ୟାବେଳେ ନଟବର ଘର ମଧ୍ୟରେ ସେଜରେ ପଡ଼ି ଗଡ଼ପଡ଼ ହେଉଛନ୍ତି। ଏହି ସମୟରେ ଶୁଣିଲେ ଦାଣ୍ଡରେ କିଏ ପଚାରିଲା, ନଟବର ବାବୁଙ୍କ ଘରଟା କେଉଁଠି? ସେ ସେହି ସ୍ୱର ଅନେକ ଦିନ ଶୁଣିଛନ୍ତି, ମାତ୍ର ସେହି ସ୍ଥାନ ସହିତ ସେ ସ୍ୱର ସମ୍ପର୍କ ତାଙ୍କ ମନ ମଧ୍ୟରେ ଘଟିପାରିଲା ନାହିଁ। ସୁତରାଂ
ଭୟରେ ସନ୍ଦେହରେ ସେ ବାହାରକୁ ଆସି ଦେଖିଲେ କୃଷ୍ଣ ଦ୍ୱାର ନିକଟରେ ଉପସ୍ଥିତ। ସେଦିନ ପରେ ନଟବର ଆଉ ବୁଲିଗଲେ ନାହିଁ। କୃଷ୍ଣ ଗୋବିନ୍ଦପୁର ଆସି ନଟବରଙ୍କ ଘରେ ରୋଜ ତାଙ୍କ ସହିତ ଦେଖା ଓ କଥାବାର୍ତ୍ତା କରିବାରେ ଲାଗିଲା। କୃଷ୍ଣ ନଟବରଙ୍କ ଘରକୁ ଯିବା ଆସିବା କଲା ଦିନୁ ବିମଳାଙ୍କ ହୃଦୟ ଧନୁରୁ ଗୁଣ ଅନେକ ପରିମାଣରେ ଖସିଗଲାଣି। ଏବେ ସେ ଜଣେ ପରଲୋକ। ବିମଳା ସ୍ୱାମୀଙ୍କ ନିକଟରେ ଯେ ତାଣ୍ଡବ ନୃତ୍ୟ କରୁଥିଲେ ତା ଆଗେ କରିବାକୁ ତାଙ୍କୁ ନାରୀର ସ୍ୱାଭାବିକ ଲଜ୍ଜାଶୀଳତା କ୍ଷାନ୍ତ କରି ରଖିଲା। ପୁଣି କୃଷ୍ଣଙ୍କୁ ନିଜର ସୌଜନ୍ୟ ଓ ସୁଗୁଣମାନ ଦେଖାଇବା ନିମନ୍ତେ ତାଙ୍କର କ୍ରମଶଃ ଆକାଂକ୍ଷା ବଢ଼ିବାର ଲାଗିଲା। ସେ ପ୍ରଥମେ ପ୍ରଥମେ ତାଙ୍କୁ ଦେଖା ନ ଦେଇ ଲୁଚୁଥିଲେ, ମାତ୍ର କେତେକ ସମୟ ପରେ ବୁଝିଲେ ଯେ ତାକୁ ଦୂରରେ ରଖିବା ଦ୍ୱାରା ସେ ନିଜ ହୃଦୟର ଗୋଟିଏ କ୍ଷୀଣ ସ୍ନେହ ଉତ୍ସକୁ ସ୍ୱାଧୀନ ଭାବରେ ରଖିବାକୁ ନ ଦେଇ ଚିପି ରଖୁଛନ୍ତି। ମାତ୍ର କୃଷ୍ଣ ନଟବରଙ୍କୁ ସମ୍ବୋଧନ କରିବାରେ କୌଣସି ଆତ୍ମୀୟତା ସୂଚକ ଶବ୍ଦ ବ୍ୟବହାର ନ କଲେ ସୁଦ୍ଧା ବିମଳାଙ୍କୁ କେବେ ମା ବୋଲି ଡାକିବାକୁ ଆରମ୍ଭ କରିଛି ସେ କଥା ତାର ମନେ ନାହିଁ। ବିମଳା ମଧ୍ୟ ତାକୁ ମାତୃସୁଲଭ ସ୍ନେହ ଦେଖାଇବାରେ କେବେ ତ୍ରୁଟି କରିନାହାନ୍ତି। କୃଷ୍ଣ ବୟସରେ ପିଲା ହେଲେ କ'ଣ ହେବ, ତାର ବିଷୟ ବୁଦ୍ଧି ମନ୍ଦ ନୁହେଁ। ଖାନଦାନ ବର୍ଦ୍ଧିଷ୍ଣୁ ଘରେ ସେ ବଢ଼ିଛି। ବାପା ମାଙ୍କର କାର୍ଯ୍ୟକୁଶଳତା ପୈତୃକ ଗୁଣ ରୂପେ ଯାହା ଜନ୍ମ ସଙ୍ଗେ ପାଇଥିଲା ତାହା ସଂସାର କ୍ଷେତ୍ରରେ ଦେଖି ବେଶ ଶିଖି ଆହୁରି ବଢ଼ାଇଛି। ତାର ତତ୍ତ୍ୱାବଧାନରେ ନଟବରଙ୍କ କ୍ଷୁଦ୍ର କୁଟୀରର ସମ୍ପଦ ବଢ଼ିବାକୁ ଲାଗିଲା। ନଟବରଙ୍କ ପୈତୃକ ସମ୍ପତ୍ତି 2 ମାଣ ଜମି ଥିଲା। ବିମଳା ପିତାଙ୍କଠାରୁ 8 ମାଣ ଜମି ଯୌତୁକ ଆଣି ନଟବରଙ୍କ ଘରକୁ ଆସିଲା ବେଳେ ମନେ କରିଥିଲେ 24 ଦସ୍ତିରେ 10 ମାଣ କିଛି କମ୍ ନୁହେଁ। ମୋ ପେଟରୁ ଯେ ଧନ ଜନ୍ମ ହେବ ସେ ନେଇ ଆଣି ଥୋଇପାରିଲେ ମହାଜନ ସାଉକାର ନ ହେଉ ଖାଇ ପିଇ ବେଶ ସୁଖରେ ରହିବ। କିନ୍ତୁ ବିମଳାଙ୍କ ପେଟରୁ ତାଙ୍କର ସେ କଳ୍ପିତ ଧନ ଜନ୍ମ ହେଲା ନାହିଁ। ସୁତରାଂ ସେ 10 ମାଣ ଜମି ଆଶ୍ରୟ ଲାଭ କରିବାକୁ ଉପଯୁକ୍ତ ପାତ୍ର ନ ପାଇ ଅନାଶ୍ରିତ ଓ ଦୈନ୍ୟଗ୍ରସ୍ତ ଅବସ୍ଥାରେ ପଡ଼ି ରହିଲା। ନଟବର ନିଜେ ଟିକିଏ ଭାବୁକ ଲୋକ। ସରସ୍ୱତୀ ସ୍ୱତଃ ତାଙ୍କଠାରେ ପ୍ରସନ୍ନ ହୋଇ ନିଜ ପେଡ଼ିରୁ ଗୋଟିଏ ଉଜ୍ଜ୍ୱଳ ଲେଖନୀ ତାଙ୍କ ହାତରେ ଦେଇଛନ୍ତି। ତାହା ଦେଖି ଲକ୍ଷ୍ମୀ କହିଛନ୍ତି, ଏ ଲୋକଟା ମୋର ଶତ୍ରୁ। ସରସ୍ୱତୀର ଆଶ୍ରୟ ନ ଛାଡ଼ିଲା ଯାଏଁ ମୁଁ ଆକୁ ମୋ ପାଦର ଧୂଳି କଣାଟିଏ ସୁଦ୍ଧା ଦେବି ନାହିଁ। ନଟବର ଲେଖାପଢ଼ାରେ ଅନେକ ସମୟ କଟାଉଥିଲେ। ଜମିବାଡ଼ି ଉଠିଆ କରିବା ତାଙ୍କୁ ଆଉଡ଼ୁ ନଥିଲା। ତାପରେ ପୁଣି ଭାବୁଥିଲେ ଯେ କାହା ପାଇଁ ସମ୍ପତ୍ତି କରିବେ, ତାଙ୍କ ଅନ୍ତେ କିଏ ଭୋଗ କରିବାକୁ ରହିବ। କୃଷ୍ଣର ତତ୍ତ୍ୱାବଧାନରେ ଜମିବାଡ଼ି ଚାଷ ହେଲା। ଅନ୍ୟାନ୍ୟ ଆୟର ପନ୍ଥା ଫିଟିଲା। କୃଷ୍ଣ କେତେ ଦିନରେ ଖାଇବା ଓ ରାତିରେ ଶୋଇବାକୁ ନିଜ ଘରକୁ ଯିବା ଆସିବା ବନ୍ଦ କରିଦେଲାଣି ତାହା କାହାରି ମନରେ ନାହିଁ। ସେ ବର୍ତ୍ତମାନ ନଟବର ଓ ବିମଳାଙ୍କ ପୁଅ। ତାଙ୍କ ଜନ୍ମିତ ପିତାମାତା ପ୍ରଥମେ ପ୍ରଥମେ ତାକୁ ସ୍ୱାଧୀନତା ଦେଉଥିଲେ, ମାତ୍ର ଅପତ୍ୟ ଡୋରି ସେ କ୍ରମେ ଏତେ ଲମ୍ବ ହେବାକୁ ଅବାଧରେ ଛାଡ଼ିଦେଲେ ଯେ ତାହା ପୁଣି ଟାଣିଲା ବେଳକୁ ଛିଡ଼ି ଯିବାର ଦେଖିଲେ। ସୁତରାଂ ସେ କୃଷ୍ଣକୁ ଡକାଇ ନେଇ କହିଲେ, ବାପା, ତୁ ତ ପିଲା ନୋହୁଁ ଯେ ତୋତେ ମୁଁ ଶାସନ କରିବି, ଘରେ ବାନ୍ଧି ରଖିବି। ଏ ସମ୍ପତ୍ତିରେ ତୋର ଭାଗ ଅଛି। ମୁଁ ଆଖି ବୁଝିଲେ ରାମ କ'ଣ ତୋତେ ଏଥିରେ ଆଉ ପୂରେଇ ଦେବ? ମୁଁ ବଞ୍ଚି ଥାଉ ଥାଉ ତୁ ତୋ ଭାଗତକ ନେଇଯା। କୋଳର ପକ୍ଷୀ ଡେଣା ଲାଗିଲେ ତ ଉଡ଼ିଯିବାର କଥା। ମୁଁ କ'ଣ ପଞ୍ଜୁରୀରେ ବନ୍ଦ କରି ରଖିପାରିବି? ନଟବରଙ୍କ ନିଜ ସାମାନ୍ୟ ସମ୍ପତ୍ତିର ଆୟରେ କୃଷ୍ଣର ପୈତୃକ ସମ୍ପତ୍ତିର ଅର୍ଦ୍ଧାଂଶ ମିଶି ତାଙ୍କ ଘର ଧନ ଦୌଲତରେ ପୂରି ଉଠିଲା। ବିମଳାଙ୍କ ହୃଦୟର ଦୁଃଖ ଦୂର ହୋଇଗଲା। ସେ କେତେ ବର୍ଷ ହେଲା ଶୂଳ ରୋଗ ଭୋଗୁଥିଲେ। ତାହାର ଉପଯୁକ୍ତ ଚିକିତ୍ସା ନୋହିବାରୁ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ଯାଇଥିଲା। ନଟବର ସେ ବିଷୟରେ ଉଦାସୀନ ଥିଲେ। ସେ ନିଜର ଖାଇବା ପିନ୍ଧିବା କଥା ବୁଝନ୍ତି ନାହିଁ। ଖାଇବାକୁ ଗଲାବେଳେ ଦ୍ୱାରକୁ ଭିକାରୀ ଆସିଲେ ନିଜ ନିମନ୍ତେ ବଢ଼ା ହୋଇଥିବା ଖାଦ୍ୟ ତାକୁ ଦେଇ ଉପବାସ ରୁହନ୍ତି। ନିଜର ରୋଗବ୍ୟାଧି ହେଲେ ବିରାଡ଼ି ପଡ଼ିଆର ଘାସ ଖାଇ ଆପଣାର ଚିକିତ୍ସା ଆପେ କଲା ପରି ସେ ଉପବାସ ଦ୍ୱାରା ତାହାର ଉପଶମ କରନ୍ତି। ସୁତରାଂ ବିମଳାଙ୍କ ପ୍ରତି ତାଙ୍କର କୌଣସି ବିରାଗ ନଥିଲେ ସୁଦ୍ଧା କେବଳ ନିଜର ଉଦାସୀନତା ଯୋଗେ ସେ ତାଙ୍କର ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା କରିପାରୁନଥିଲେ। ତାପରେ ଅର୍ଥର ଅଭାବ ଆଉ ଗୋଟିଏ କାରଣ। ବର୍ତ୍ତମାନ ସେ ଅଭାବ ଆଉ ନାହିଁ। ନଟବର ଓ ବିମଳାଙ୍କ ମଧ୍ୟରେ ନଟବରଙ୍କ ଆଡ଼ୁ ଉଦାସୀନତା ଓ ବିମଳାଙ୍କ ଆଡ଼ୁ ବିରାଗର ଯେ ବ୍ୟବଧାନ ଥିଲା ତାହାର ସ୍ଥାନ ବର୍ତ୍ତମାନ କୃଷ୍ଣ ଅଧିକାର କରିଛି। ଫଳରେ ବିମଳା ନଟବରଙ୍କ ଉଦାସୀନତା ଅନୁଭବ କରିବାର ଆଉ କୌଣସି କାରଣ ନାହିଁ। ତାଙ୍କର ହୃଦୟ କନ୍ଦରର ଯେ ଅଗ୍ନିକଣାଟି ତାଙ୍କୁ ସର୍ବଦା ରାଗ ଓ ଯନ୍ତ୍ରଣାରେ କୁହୁଳାଉଥିଲା ତାହା କୃଷ୍ଣର ମଧୁର ବ୍ୟବହାର ବାରିରେ ନିବର୍ତ୍ତି ଯାଇଛି। ନଟବର ଓ ବିମଳା
ଯେ ସ୍ୱାମୀ ସ୍ତ୍ରୀ ଏବଂ ପରସ୍ପର ପ୍ରତି ପ୍ରେମ ଓ କର୍ତ୍ତବ୍ୟରେ ଆବଦ୍ଧ କୃଷ୍ଣ ମୋହନ ରୂପେ ପୁତ୍ର ଡୋର ଯୋଗେ ତାହା ସେମାନେ କ୍ରମେ କ୍ରମେ ଅଧିକ ଅନୁଭବ କରିପାରିଲେ। ଉପଯୁକ୍ତ ଚିକିତ୍ସା ଦ୍ୱାରା ବିମଳାଙ୍କର ବହୁ କାଳର ରୋଗ ଭଲ ହୋଇଗଲା। ମନର ପ୍ରଫୁଲ୍ଲତା ସହିତ ଶରୀରର ସ୍ୱାସ୍ଥ୍ୟ ମିଶିବାରୁ ବିମଳା ପ୍ରୌଢ଼ ବୟସରେ ମଧ୍ୟ ଯୌବନ ସମ୍ପଦରେ ମଣ୍ଡି ହେଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗୋଦାବରୀଶ ମିଶ୍ରଙ୍କ ଗଳ୍ପ ବଡ଼ ପୁଅର ପ୍ରଥମ ଭାଗ। ଏହି ଗଳ୍ପର ଦ୍ୱିତୀୟ ଭାଗ ଆପଣମାନେ ଶୁଣିପାରିବେ ପରବର୍ତ୍ତୀ ଭିଡ଼ିଓରେ। ରହିଲୁ, ନମସ୍କାର।